ପ୍ରପୋଜ। ଅଫିସରୁ ଫେରି ଜୋତାଟା ଖୋଲିବାକୁ ଯାଉଛି ଶ୍ରୀମତୀ ଦୌଡ଼ି ଆସି କହିଲେ, ହଇଓ, ଆଜି ରିକି କ'ଣ କରିଛି ଜାଣିଛ? ମୁଁ ଭାବିଲି ରିକି ତ ଆମର ବୁଝିବା ସୁଝିବା ପିଲା, କ'ଣ ଏମିତି କରିଦେଇଛି ସେ। କିନ୍ତୁ ମୁହଁ ଖୋଲି ପଚାରିଲି, କ'ଣ କରିଛି ସେ? ଜାଣିଛ, ଆଜି ତା କୋଚିଂ କ୍ଲାସରେ ଗୋଟେ ଝିଅକୁ ସମସ୍ତଙ୍କ ଆଗରେ ପ୍ରପୋଜ କରିଛି ସେ। ଗୋଟିଏ ନିଶ୍ୱାସରେ କହିଗଲେ ଶ୍ରୀମତୀ। ଧଡ଼କିନି ରହିଗଲା ମୋ ଛାତି ଆଉ ଢୋକିନି ଶବ୍ଦଟିଏ ହେଲା। ମୁଁ ଚାରିଆଡ଼କୁ ଚାହିଁ ଦେଖିଲି ଶ୍ରୀମତୀ ଛଡ଼ା ଆଉ କେହି ସେଠି ନାହିଁ। କହିଲି, ହଉ ହଉ, ଚା କପେ ନେଇକି ଆସ, ବସିକି ଶୁଣିବି କ'ଣ ହୋଇଛି। ମୁଁ ଲୁଗା ବଦଳିବା ଭିତରେ ମୋ ପାଇଁ ଚା ବନେଇବାକୁ 2 ଘଣ୍ଟା ନେଉଥିବା ଶ୍ରୀମତୀ ମୋର ବାସ୍ 2 ମିନିଟରେ ଗରମ ଗରମ ଚା କପ୍ ଧରି ଠିଆ ହୋଇଥିଲେ। ମୁଁ ତାଙ୍କ ହାତରୁ ଚା ଟା ନେଇ ସୋଫାରେ ବସିପଡ଼ି ପଚାରିଲି, ହଁ, କ'ଣ କହୁଥିଲ ତମେ? ଶ୍ରୀମତୀ ମୋ ପାଖେ ବସିପଡ଼ି କହିଲେ, ମୁଁ ସବୁବେଳେ ତୁମକୁ କହୁଛି ନା, ରିକି କଥା ତମେ ଜମା ବୁଝୁନ। ଦେଖ, ଆଜି ସେ କି କାଣ୍ଡଟେ ନ କଲା। ତା କ୍ଲାସମେଟ କୋଉ ଝିଅକୁ ଆଜି ସମସ୍ତଙ୍କ ଆଗରେ ପ୍ରପୋଜ କରିଛି। ବଣ୍ଟି ବି ସେଇଠି ଥିଲା। ସେ ଆସି ତା ମାଙ୍କୁ କହିଲା, ତା ମା ଏବେ ମତେ ଫୋନ କରିଥିଲେ। ସେ ଝିଅଟି କ'ଣ ଉତ୍ତର ଦେଲା, ହଁ ନା ନାଇଁ? ମୁଁ ଚୁପଚାପ ପ୍ରଶ୍ନ କଲି। ଶ୍ରୀମତୀ ମୋ ପ୍ରଶ୍ନ ଶୁଣି ମତେ ଏମିତି ଦେଖିଲେ ଯେମିତି ମୁଁ ଅନ୍ୟ କେଉଁ ଗ୍ରହର ପ୍ରାଣୀ। ରାଗି କହିଲେ, ତୁମ ମୁଣ୍ଡ କ'ଣ ଖରାପ ହୋଇଯାଇଛି? ତମେ ରିକିକୁ ଫୋନ କରି ଘରକୁ ନ ଡାକି ଏ ବାଜେ କଥା ଗୁଡା କ'ଣ ପଚାରୁଛ? ମୁଁ କିନ୍ତୁ ତାଙ୍କ କଥା ନ ଶୁଣି ପୁଣି ଶାନ୍ତ କଣ୍ଠରେ ପଚାରିଲି, କ'ଣ ହେଲା ତାପରେ? କୁହ, ସେ ଝିଅ କ'ଣ ଉତ୍ତର ଦେଲା? ବୋଧହୁଏ ମୋ କଣ୍ଠରେ ଜୋର ଥିଲା। ଶ୍ରୀମତୀ ମତେ କିଛି ସମୟ ଚାହିଁଲେ ଆଉ ମୁହଁ ମୋଡ଼ି ଉତ୍ତର ଦେଲେ, ହଁ କହିଲା କୁଆଡୁ ସେ ଝିଅ ରିକିକୁ। ତାଙ୍କ କଥା ଶୁଣି ମୋ ମୁହଁରେ ଚେନାଏ ହସ ଖେଳିଗଲା। ରିକି ତାହେଲେ ଜିତିଗଲା? କେମିତି କହିବି ସେ ରିକି ବହୁତ ଭାଗ୍ୟଶାଳୀ? କେମିତି କହିବି ଯେ ସବୁ ପ୍ରପୋଜର ଉତ୍ତର ସବୁ ସମୟରେ ହଁ ନଥାଏ। ବହୁ ସମୟରେ ଉତ୍ତରଟା ନା ଥାଏ, ଆଉ ଥରେ ଥରେ ଥାଏ ଗୋଟାଏ ଶକ୍ତ ଚଟକଣି। ମୋ ଅଜଣାତରେ ମୋ ହାତଟା ମୋ ଗାଲ ଉପରକୁ ଚାଲିଗଲା। ଭାବିଲି କଥାଗୁଡା ଶ୍ରୀମତୀଙ୍କୁ କହିବି, କିନ୍ତୁ ତାପରେ ଭାବିଲି ଥାଉ। ଜୀବନରେ କିଛି କିଛି କଥା ନିଜ ମନ ଭିତରେ ହିଁ ସମାଧି ନେଇଗଲେ ସେଇଟା ସମସ୍ତଙ୍କ ସ୍ୱାସ୍ଥ୍ୟ ପାଇଁ ହିତକର।